ମୋ ନାମ ଅହଲ୍ୟା। ମୋ ବାହାଘରକୁ 6 ବର୍ଷ ହୋଇ ସାରିଲାଣି। ଆଉ ଆମ ଘରେ ମୁଁ ମୋ ସ୍ୱାମୀ ଆଉ 5 ବର୍ଷର ଗୋଟେ ପୁଅ ସହିତ ମିଶି ରହୁଛି। ମୋ ସ୍ୱାମୀ ଗୋଟେ ସରକାରୀ ଅଫିସରେ କାମ କରୁଛନ୍ତି। ମୁଁ ଦେଖିବାକୁ ବହୁତ ସୁନ୍ଦର, ହେଲେ ମୋ ସ୍ୱାମୀ ଦେଖିବାକୁ ଏତେ ସ୍ମାର୍ଟ ନୁହନ୍ତି। ମୋ ଗୋଡ଼ରେ ଛୋଟବେଳୁ ହିଁ ଅସୁବିଧା ଥିଲା, ତେଣୁ ମୁଁ ଟିକେ ଛୋଟେଇ ଛୋଟେଇ ହିଁ ଚାଲୁଥିଲି। ଏହି କାରଣରୁ ମୋ ଘର ଲୋକେ ମୋ ବାହାଘରକୁ ଜଲ୍ଦି ଓ ସାଧାରଣ ପରିବାରରେ କରିଦେଲେ। ତେଣୁ ସାଙ୍ଗମାନେ ଭୋକିଲା ଲୋକକୁ ଖାଇବା ଯେଉଁଠି ବା ମିଳୁ ସେ ସେଠିକୁ ଚାଲିଯାଏ। ଠିକ୍ ସେମିତି ହିଁ ମୋ ସହ ହେଲା। ଶରୀରର ଭୋକ ମୋତେ ଅନ୍ୟ ଲୋକଙ୍କ ବେଡ୍ ପାଖକୁ ମୋତେ ନେଇଗଲା। ହେଲେ ଏହି କଥା ମୁଁ ଆଜି ପର୍ଯ୍ୟନ୍ତ କାହାକୁ ବି ଜାଣିବାକୁ ଦେଇନି। ଅନ୍ୟ ପୁରୁଷଙ୍କ ସହିତ ଶୋଇବା ଏବେ ମୋର ପେଶା ହୋଇଯାଇଛି। ନିଜ ସ୍ୱାମୀ ସହିତ ଛଳନା କରିବା ପୂର୍ବରୁ ଭାବିନେବା ଦରକାର, ଯିଏ ମୋ ସହିତ ଥଟ୍ଟା ପରିହାସ କରି ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ବୋଲି ଅନୁତାପ କରିବ। ସ୍ୱାମୀଙ୍କଠାରୁ ସୁଖ ନ ପାଇ ଆଉ ମୋ ପାଖରେ କିଛି ଉପାୟ ନଥିଲା, ତେଣୁ ମୁଁ ବାଧ୍ୟ ହୋଇ ସେମିତି କରୁଛି। ସାଙ୍ଗମାନେ, ଆଜିର ଏହି କାହାଣୀ ସେତେବେଳର, ଯେତେବେଳେ ମୁଁ ପ୍ରଥମ ଥର ଗୋଟେ ପରପୁରୁଷକୁ ପ୍ରେମ କରୁଥିଲି। ଏହି ଘଟଣାଟି ଆରମ୍ଭ ହୋଇଥିଲା ମୋ ବାହାଘରର 2 ବର୍ଷ ପରେ। ସେତେବେଳେ ଆମେ ନୂଆଦିଲ୍ଲୀ ସହରକୁ ଆସିଥିଲୁ। ମୋ ସ୍ୱାମୀଙ୍କ ଗୋଟେ କମ୍ପାନୀରେ ନୂଆ ଚାକିରି ପାଇଥିଲେ, ତେଣୁ ସେଥିପାଇଁ ମୋତେ ତାଙ୍କ ସହିତ ସହରକୁ ନେଇ ଆସିଲେ। କମ୍ପାନୀ ତରଫରୁ ଗୋଟେ ଭଲ ଘରଟିଏ ମିଳିଥିଲା। ଏଠାରେ ସବୁ ବ୍ୟବସ୍ଥା ଯେମିତି ତ ମୋତେ ପୁରା ଫ୍ରି ମିଳିଯାଇଥିଲା। ଦିନସାରା ସ୍ୱାମୀ କାମରେ ବ୍ୟସ୍ତ, ଆଉ ଘରେ ମୁଁ ଏକୁଟିଆ ଦିନସାରା ଏମିତି ବୋର୍ ହୋଇ ବିତାଉଥିଲି। ଗୋଟେ ଦିନ ମୋ ଜୀବନର ମୋଡ଼ ବଦଳିଗଲା। ମୋ ସ୍ୱାମୀ ସନ୍ଧ୍ୟାରେ ଘରକୁ ଆସି କହିଲେ, କାଲି ମୋ କମ୍ପାନୀର ମ୍ୟାନେଜର ଆମ ଘରକୁ ଆସିବେ ବୋଲି ଖାଇବାରେ କିଛି ଭଲ ବନାଇବ। ସେ ସାଙ୍ଗରେ ଗୋଟେ ମଦ ଧରି ଆସିଥିଲେ। ତା ପରଦିନ ସକାଳୁ ଉଠି ମୋ ରୋଷେଇ ପାଇଁ ଲାଗି ପଡ଼ିଲି। ମୁଁ ବୁଝିଗଲି, କାଲି ରାତିରେ ପିଇବାର ମୋହ ଅଛି। ସେମିତି ବି ମୋ ସ୍ୱାମୀଙ୍କ ଆଗରୁ ହିଁ ପିଇବାର ଅଭ୍ୟାସ ଅଛି। ମୁଁ ତାଙ୍କୁ ପଚାରିଲି, ମ୍ୟାନେଜର ସାର୍ କେତେବେଳେ ଆସିବେ? ସେ କହିଲେ 7ଟା ବେଳେ ଆସିବେ। ମୁଁ କିଛି ନ କହି ନିଜ କାମରେ ଲାଗି ପଡ଼ିଲି। ଆଉ ଶାଢ଼ୀ ପିନ୍ଧି ରେଡି ହୋଇଗଲି। ଗୋଲାପୀ ରଙ୍ଗର ଶାଢ଼ୀ ଆଉ କଳା ରଙ୍ଗର ବ୍ଲାଉଜ ପିନ୍ଧିଥିଲି। ପଛପଟୁ ମୋ ଗୋରା ପିଠି ପୁରା ମସ୍ତ ଦିଶୁଥିଲା। 7ଟା ବେଳେ ଆମ ଘର କବାଟ କେହି ଗୋଟେ ଠକ୍ ଠକ୍ କଲା। ସେହି ସମୟରେ ମୋ ସ୍ୱାମୀ ବାଥରୁମରେ ଥିଲେ। ମୁଁ ତୁରନ୍ତ ଯାଇ କବାଟ ଖୋଲିଲି। ସାମ୍ନାରେ ଦେଖିଲି କି 32 ବର୍ଷର ଜଣେ ଲମ୍ବା ଚଉଡ଼ା ଲୋକ ଠିଆ ହୋଇଛନ୍ତି। ସେ ମୋ ସ୍ୱାମୀଙ୍କ ନାମ କହିଲେ। ମୁଁ କହିଲି, ଘରେ ଅଛନ୍ତି, ଆପଣ ଆସନ୍ତୁ। ମୁଁ ତାଙ୍କୁ ଘର ଭିତରକୁ ଡାକି ଆଣିଲି। କିଛି ସମୟ ଭିତରେ ମୋ ସ୍ୱାମୀ ବି ଚାଲି ଆସିଲେ, ଆଉ ସେ ମୋ ପରିଚୟ ତାଙ୍କୁ କରାଇଲେ। ତାଙ୍କ ନାମ ପ୍ରଦୀପ ଥିଲା। ତାପରେ ମୁଁ ଭିତରକୁ ଚାଲିଗଲି, ଆଉ ଦୁହେଁ ଗପସପ କରିବାକୁ ଲାଗିଲେ। ମୁଁ ଭିତରେ ଖାଇବା ରେଡି କରୁଥିଲି, ଆଉ ରୋଷେଇ ଘରୁ ପ୍ରଦୀପ ମୋତେ ସଫା ସଫା ଦେଖାଯାଉଥିଲେ, ଆଉ ସେ ବି ମୋତେ ଦେଖି ପାରୁଥିଲେ। ମୁଁ ମୋ କାମରେ ବ୍ୟସ୍ତ ରହିଲି। କିଛି ସମୟ ପରେ ମୋ ସ୍ୱାମୀ ରୋଷେଇ ଘରକୁ ଆସିଲେ। 2ଟି ଗ୍ଲାସ ଆଉ ଥଣ୍ଡା ବୋତଲ ନେଇକି ଗଲେ। ଏଠି ମୁଁ ରୋଷେଇ କରୁଥିଲି, ଆଉ ସେ ପାଖେଇ ଶେଯରେ ଦୁହେଁ ମଦ ପିଇବାରେ ବ୍ୟସ୍ତ ଥିଲେ। ପ୍ରଦୀପ ମୋତେ ବାରମ୍ବାର ଦେଖୁଥିଲେ। ବହୁତ ଥର ମୋତେ ଦେଖି ହସି ଦେଉଥିଲେ। ମୁଁ ବି ହସି ଦେଉଥାଏ, ହେଲେ ମୋ ମନରେ ତାଙ୍କ ପ୍ରତି ସେମିତି କିଛି ଖରାପ ଚିନ୍ତାଧାରା ନଥିଲା। ସେତେବେଳେ ସେ ମୋଠୁ ବୟସରେ ବି ବହୁତ ବଡ଼ ଥିଲେ। ସେ ସମୟରେ ମୁଁ 23 ବର୍ଷର ଥିଲି। ପାଖାପାଖି 40 ମିନିଟ୍ ପରେ ସେମାନେ ତାଙ୍କ କାମ ସାରିଲେ। ତାପରେ ମୁଁ ଖାଇବା ପାଇଁ କହିଲି। ସେ ଦୁହେଁ ଖାଇବାକୁ ଲାଗିଲେ, ହେଲେ ପ୍ରଦୀପ ମୋତେ ତାଙ୍କ ସହ ମିଶି ଖାଇବାକୁ କହିଲେ। ମୁଁ ମୋ ସ୍ୱାମୀକୁ ଟିକେ ଦେଖିଲି। ମୋ ସ୍ୱାମୀ ବି କହିଲେ, ତମେ ବି ଖାଇନିଅ। ସେଠୁ ମୁଁ ମୋ ଖାଇବା ନେଲି, ଆଉ ତାଙ୍କ ସହ ମିଶି ଖାଇବାକୁ ଲାଗିଲି। ପ୍ରଦୀପ ମୋ ରୋଷେଇକୁ ବହୁତ ପ୍ରଶଂସା କରୁଥିଲେ, ଆଉ ତା ସହ ମୋ ସ୍ୱାମୀକୁ କହୁଥିଲେ, ତମେ ସ୍ତ୍ରୀ ବହୁତ ଭଲ ରାନ୍ଧୁଛନ୍ତି ତ, ଆଉ ତମେ ଯେତେ ସୁନ୍ଦର, ତମ ରୋଷେଇ ବି ସେତେ ସ୍ୱାଦିଷ୍ଟ। ନିଜ ପ୍ରଶଂସା ଶୁଣି ମୋତେ ବହୁତ ଭଲ ଲାଗୁଥିଲା। ସେ 2 ଜଣଙ୍କୁ ଏବେ ନିଶା ଚଢ଼ିଗଲାଣି। ମୋ ସ୍ୱାମୀ ଜଲ୍ଦି ଖାଇସାରିଥିଲେ, ଆଉ ହାତ ଧୋଇସାରି ସାମ୍ନା ଘର ଭିତରକୁ ଚାଲିଗଲେ। ଆଉ ମ୍ୟାନେଜର ବାବୁ ମୋତେ ବାରମ୍ବାର ଏମିତି ଦେଖିବା ମୋତେ ଭାରି ଭଲ ଲାଗୁନଥିଲା। ହଠାତ୍ ମୁଁ ଲକ୍ଷ୍ୟ କଲି, ସେ ମୋ ଦେହକୁ ଦେଖୁଥିଲେ। ମୁଁ ମୋର ଦେଖିଲି କି ମୋ ବଟମ ଖୋଲି ଯାଇଥିଲା। ଯେଉଁଠି ଫାଟରେ ମୋର ଟିକିଏ ବାହାରକୁ ପିନ୍କି ଯାଇଥିଲା, ସେ ତାକୁ ଦେଖୁଥିଲେ। ମୁଁ ଶାଢ଼ୀ ଦ୍ୱାରା ତାକୁ ଘୋଡ଼େଇ ଦେଲି। କିଛି ସମୟ ପରେ ଆମେ ଖାଇସାରି ହାତ ଧୋଇ ବସିଲୁ। ମୁଁ ତାଙ୍କୁ ରାସ୍ତା ଦେଖାଇ ବସାଇ ଆଗରେ ଚାଲୁଥିଲି। ସେ ପଛପଟୁ ମୋ ପଛକୁ ଦେଖି କହିଲେ, ତମ ପଛର ଡିଜାଇନ ବହୁତ ଭଲ ହେଇଛି। ମୁଁ ବୁଝିଗଲି ସେ ମୋ ପିଠିକୁ ଦେଖି ଏମିତି କହୁଛନ୍ତି। ତାପରେ ଆମେ ହାତ
ଧୋଇ ଚାଲି ଆସିଲୁ। ଆଉ ଆମେ ବେଡରୁମକୁ ଯାଇ ଦେଖିଲୁ କି ମୋ ସ୍ୱାମୀ ଶୋଇ ପଡ଼ିଲେଣି। ମୁଁ ତାଙ୍କୁ ଉଠାଇବା ଚେଷ୍ଟା କଲି, ହେଲେ ପ୍ରଦୀପ ମନା କରିଦେଲେ ଆଉ କହିଲେ କିଛି କଥା ନାହିଁ, ତାଙ୍କୁ ଶୋଇବାକୁ ଦିଅ, ମୁଁ ଏବେ ଯାଉଛି ବୋଲି କହିଲେ। ଆଉ ସେ କବାଟ ପାଖକୁ ଯାଇ ଯେମିତି ସେ କବାଟ ଖୋଲି ଦେଖିଲେ ବାହାରେ ବର୍ଷା ହେଉଥିଲା। ସେ କହିଲେ କିଛି ସମୟ ରହି ଯିବା ହିଁ ଭଲ ହେବ, ନହେଲେ ମୁଁ ପୁରା ଓଦା ହୋଇଯିବି। ତାପରେ ଆମେ ସେଇ ବାହାର ଘରେ ହିଁ ଦୁହେଁ ବସି ଗପସପ କଲୁ। ଆଉ ସେ କହିଲେ ତମ ସ୍ୱାମୀ ବହୁତ ଭାଗ୍ୟବାନ, ଯାହାକୁ ତମ ଭଳି ସ୍ତ୍ରୀ ମିଳିଛି। ଖାସ କରି ମୋ ସ୍ତ୍ରୀ ହୋଇଥାନ୍ତା କି? ମୁଁ ଲାଜେଇ ଗଲି ଆଉ ମୁଣ୍ଡ ତଳକୁ କରି କହିଲି ଏସବୁ ଆପଣ କ'ଣ କହୁଛନ୍ତି? ଆପଣଙ୍କୁ ଏସବୁ କଥା ଆପଣଙ୍କର ପାଟିରେ ଶୋଭା ଦେଉନି। ତାପରେ ସେ ମୋ ପାଖକୁ ଚାଲି ଆସିଲେ ଆଉ କହିଲେ ବିଲକୁଲ ଠିକ କହୁଛି, ତମେ ଯଦି ମୋ ସ୍ତ୍ରୀ ହୋଇଥାନ୍ତ ତାହେଲେ ମୋତେ ବହୁତ ଖୁସି ମିଳିଥାନ୍ତା। ତାପରେ ମ୍ୟାନେଜର ବାବୁ କହିଲେ କ'ଣ ତମେ ଆଉ ମୁଁ ସାଙ୍ଗ ହୋଇପାରିବା? ବାକି ତାଙ୍କର ଯେଉଁ ପ୍ରଶ୍ନର ଉତ୍ତର ମୁଁ ଦେଇପାରିଲି ନାହିଁ, ସେ ମୋତେ ପୁଣି କହିଲେ ଉତ୍ତର ଦିଅ, ତମେ ଆଉ ମୁଁ ସାଙ୍ଗ ହୋଇପାରିବା? ମୁଁ ତାଙ୍କୁ ଦେଖିଲି ଆଉ ହଁ କହି ମୁଣ୍ଡ ହଲାଇ ଦେଲି। ସେ ବହୁତ ଖୁସି ହୋଇଗଲେ ଆଉ ମୋ ହାତକୁ ତାଙ୍କର ହାତରେ ରଖି କହିଲେ ଧନ୍ୟବାଦ। ତାପରେ ଆମେ ଦୁହେଁ ଦୁହିଁଙ୍କ ମୋବାଇଲ ନମ୍ବର ଦେଲୁ। ହେଲେ କିନ୍ତୁ ଏ ସବୁ କଥା ମୋ ସ୍ୱାମୀ ଜାଣିନଥିଲେ। କିଛି ସମୟ ପରେ ବର୍ଷା ଛାଡ଼ିଗଲା। ତାପରେ ଯେବେ ବି ମୋ ସ୍ୱାମୀ ଘରେ ନଥାନ୍ତି ମ୍ୟାନେଜର ବାବୁ କଲ୍ କରନ୍ତି ଆଉ ଆମେ ଦୁହେଁ ବହୁତ ସମୟ ଧରି କଥାବାର୍ତ୍ତା ହେଉ। ଧୀରେ ଧୀରେ ଆମେ ପୁରା ମିଶିଗଲୁ ଆଉ ଆମ ଭିତରେ ବହୁତ ଉତ୍ତେଜନା ହେଲା। ବହୁତ କଥାବାର୍ତ୍ତା ହେଲା ପରେ ଏବେ ତାଙ୍କ କଲର ଅପେକ୍ଷାରେ ମୁଁ ରହିଲି ଆଉ ସେ ବି ମୋତେ ଏତେ ଭଲ ପାଇବାକୁ ଲାଗିଥିଲେ। ଏମିତି ହିଁ 3-4 ମାସ ବିତିଗଲା। ଗୋଟେ ଦିନ ମୋ ସ୍ୱାମୀ ଘରକୁ ଆସିଲେ, କହିଲେ ମୋର ପ୍ରମୋଶନ ହୋଇଯାଇଛି। ସେଦିନ ଆମେ ବହୁତ ଖୁସି ଥିଲୁ। ପରଦିନ ଯେତିକି ପ୍ରଦୀପ କଲ୍ ଆସିଲା ମୁଁ ଜାଣିପାରିଲି କି ମୋ ସ୍ୱାମୀଙ୍କ ପ୍ରମୋଶନ ପାଇଁ ପ୍ରଦୀପଙ୍କର ହାତ ଅଛି। ମୁଁ ତାଙ୍କୁ ଧନ୍ୟବାଦ ଦେଲି। ତାପରେ ମୋ ସ୍ୱାମୀଙ୍କ ପ୍ରମୋଶନ ହେବା ପରେ ସହର ବାହାରକୁ କୁଆଡ଼େ ଯିବାକୁ ଲାଗିଲେ। ମୋ ସ୍ୱାମୀ ଘରେ ନଥିବାରୁ ମ୍ୟାନେଜର ବାବୁ ଆମ ଘରକୁ ଚାଲି ଆସିଥିଲେ। ହେଲେ ଆମ ଭିତରେ ସେମିତି କିଛି ଖରାପ କାମ ହେଉନଥିଲା। ଗୋଟେ ଦିନ ମୋ ସ୍ୱାମୀ ମୋତେ କହିଲେ ମୋତେ ସହର ବାହାରକୁ 7 ଦିନ ପାଇଁ ଯିବାକୁ ପଡ଼ିବ। ତମେ ଏଠି ଏକୁଟିଆ ରହିବ, ତମେ ଯଦି ଚାହିଁବ ତମ ଗାଁକୁ ଯିବାକୁ ତେବେ ଯାଇପାର। ହେଲେ ମୁଁ ମନା କରିଦେଲି। ମୁଁ କହିଲି କିଛି ଅସୁବିଧା ହେବ ନାହିଁ, ତମେ ଆରାମରେ ଯାଅ। 2 ଦିନ ପରେ ମୋ ସ୍ୱାମୀ ଚାଲିଗଲେ। ସକାଳ 9ଟାରେ ପ୍ରଦୀପ ଆସିଲା। ସେ ଜାଣିଥିଲେ କି ମୋ ସ୍ୱାମୀ ବାହାରକୁ ଯାଇଛନ୍ତି। ଆମେ ଦୁହେଁ କଥାବାର୍ତ୍ତା ହେଲୁ ଆଉ ସେ ମୋତେ ଦେଖା କରିବାକୁ କହିଲେ। ସେ ସବୁବେଳେ ଆମ ଘରକୁ ଆସୁଥିଲେ। ହେଲେ ସେଦିନ ମୋ ମନରେ କେମିତି ଗୋଟେ ଅଜବ ଆଗ୍ରହ ଥିଲା, ଯେମିତି କିଛି ଗୋଟେ ଅଲଗା ହେବାକୁ ଯାଉଥିଲା। ମୁଁ ତାଙ୍କୁ ସନ୍ଧ୍ୟାରେ ଘରକୁ ଆସିବାକୁ କହିଦେଲି। ସେ ଠିକ୍ 7ଟା ବେଳକୁ ଆସିବାକୁ କହିଲେ। ସେଦିନ ମୁଁ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲି। ତାଙ୍କ ହାତରେ ଗୋଟିଏ ବ୍ୟାଗ୍ ଥିଲା। ମୁଁ ପଚାରିଲି ଏ କ'ଣ? ସେ କହିଲେ ମୁଁ ମୋ ଘରେ କହି ଆସିଛି କିଛି ଦିନ ପାଇଁ ମୁଁ ବାହାରକୁ ଯାଉଛି। ଅଫିସରୁ ମୁଁ ଛୁଟି ନେଇଛି। କିଛି ଦିନ ମୁଁ ତମ ସହିତ ରହିପାରିବି କି? ଏଇ କଥା ଶୁଣି ମୁଁ ତ ପୁରା ଆଶ୍ଚର୍ଯ୍ୟ ହୋଇଗଲି ଆଉ ତୁରନ୍ତ କହିଲି ଯଦି କେହି ଏଇ କଥା ଜାଣିଦେବେ ତାହେଲେ ପରିଣାମ ବହୁତ ସାଂଘାତିକ ହୋଇଯିବ। ଏମିତି କରିବା ନାହିଁ। ସେ ମୋତେ ବୁଝାଇ କହିଲେ ତମେ ଟେନସନ୍ ହେବାକୁ କିଛି ଦରକାର ନାହିଁ। କାହାରିକୁ କିଛି ଜଣାପଡ଼ିବ ନାହିଁ। ପୁରା ଆମେ ଦୁହେଁ ବସି କିଛି ସମୟ ଗପସପ କଲୁ। ତାପରେ କିଛି ସମୟ ପରେ ମୁଁ ରାନ୍ଧିବା ପାଇଁ ଚାଲିଗଲି ଆଉ ସେ ଟିଭି ଦେଖିବାକୁ ଲାଗିଲେ। ରାନ୍ଧିବା ବେଳେ ମୋ ମନରେ ବାରମ୍ବାର ଗୋଟେ ପ୍ରଶ୍ନ ଉଠୁଥିଲା। ମୋଠାରେ ରାକ୍ଷସୀ ଇଚ୍ଛା ଲାଗି ରହିଥିଲା। ସବୁ ଭାବି ମୋ ମନ ବିଚଳିତ ହେବାକୁ ଲାଗିଲା। ମୋତେ ଲାଗିଲା କି ମୋ ଶରୀର ଅଛି। ପୁଣି ଆମେ ମିଶି ଖାଇଲୁ। ତାପରେ ସେ ମୋ ପାଖକୁ ଆସିଲେ। ମୋ ଆଖିରେ ଆଖି ମିଶେଇ ସେ ମୋ ପାଖକୁ ଆସୁଥିଲେ। ମୁଁ ତାଙ୍କ ଆଖିରେ ଆଖି ମିଶେଇ ଆଗେଇଲି। ତାପରେ ସେ ମୋତେ ତାଙ୍କ ବାହୁରେ ଉଠାଇ ବେଡରୁମ ଆଡ଼କୁ ଯିବାକୁ ଲାଗିଲେ। ମୋ ମନ ଭିତରେ ଭିତରେ ବହୁତ ମନ କରୁଥିଲା ଯେ ମୋ ଯଦି ସ୍ୱାମୀ ନଥିବାରୁ ଅନ୍ୟ ପୁରୁଷ ସହିତ ରାତି କଟାଇବା ଉଚିତ। ସେ ମୋତେ ବେଡରେ ପକେଇ ଦେଲେ। ପୁଣି ମନେ ମନେ ଚିନ୍ତା କଲି ଇଏ ଜମା ବି ଉଚିତ ନୁହେଁ।
ବରଂ ବିଶ୍ୱାସଘାତକତା। ମୁଁ ସେହି ପର ପୁରୁଷଙ୍କ ସହିତ ଏମିତି ମଜା କଲି ଯେ ଜୀବନରେ ଅନ୍ୟ ସ୍ତ୍ରୀକୁ ଆଖି ଉଠେଇ ଦେଖିବି ନାହିଁ। ତାଙ୍କୁ ମଜା ଚଖେଇ ମୁଁ ପୂରା ଶାନ୍ତି ହୋଇଗଲି। ଆଉ ମୋତେ ସ୍ୱର୍ଗୀୟ ସୁଖ ମିଳିଲା। ଭାରି ଭଲ ଲାଗୁଥିଲା। ଏମିତିକା ସବୁ ସ୍ତ୍ରୀମାନେ ଯଦି ମଜା ଚଖେଇବେ ଆଖି ଉଠେଇବା ପୂର୍ବରୁ ବହୁତ ଥର ଚିନ୍ତା କରିବେ। ତେଣୁ ସାଙ୍ଗମାନେ, ଆମ କାହାଣୀ ତୁମକୁ କେମିତି ଲାଗିଲା ଗୋଟେ ଲାଇକ୍ କରି ଯିବେ। ଧନ୍ୟବାଦ। ରହୁଛି।